ନିଶ୍ଚୟ ଗତକାଲି ଯୋଉ ଘଟଣା ଘଟିଛି ଯଦି ତା ଭିତରେ ଯୋଉମାନେ ଯାହା ପୀଡ଼ିତ ଅଛନ୍ତି କ୍ଷୟକ୍ଷତି ହେଇଛି ଯୋଉମାନେ ବି ଅଛନ୍ତି ମୁଁ ତା ପାଇଁ ଦୁଃଖିତ ମର୍ମାହତ ଏବଂ ବାସ୍ତବରେ ଯାହା ଯାହା ଘଟି ଯାଇଥିଲା ଗତକାଲିରେ ଯାହା ଯାହା ହୋଇଛି ମୁଁ ଗୋଟିଏ କଥା ଆପଣଙ୍କ ମିଡିଆ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମସ୍ତଙ୍କୁ ଏଇଟା ଜାଣିବାକୁ କହୁଛି ଏଇଟା ଯାହା ଯାହା ଆକ୍ରୋଶ ଭିତରେ ଯାହା ଗଣ୍ଡଗୋଳ କି ଯାହା କିଛି ଝଗଡ଼ା ହେଇଛି ଯାହା କିଛି ହେଇଛି ନିଶ୍ଚୟ ଆଇନ ଅଛି ଥାନା ଅଛି କୋର୍ଟ ଅଛି ତେଣୁ ଆଇନ କୋର୍ଟ ବାଟରେ ସମସ୍ତେ ଯାଇକି ତାର ନ୍ୟାୟ ଏବଂ ଦୋଷୀ ଦଣ୍ଡିତ ହେବେ ନିଶ୍ଚୟ। ତେଣୁ ଆ ପାଇଁ ବିରୋଧୀ ଦଳ ସରକାର ବିଜୁ ଜନତା ଦଳର ଏବଂ ପୂର୍ବତନ ବିଧାୟକ ଅନ୍ୟାନ୍ୟ ମାନେ ରାଜନୈତିକ ଆଖଡ଼ା କରି ସେ ଯୋଉ ଯାତ୍ରା ବିଭଉଛନ୍ତି ଆର କୌଣସି ମାନେ ନାହିଁ କି କୌଣସି ମତଲବ ନାହିଁ ଏବଂ ମୁଁ ବାରମ୍ବାର କହି ରଖୁଛି ଏଥିରେ ମୁଁ ସଦାସର୍ବଦା କହି ରଖିଛି ଆଗରୁ ଏବେ ବି କହୁଛି ଯୋଉମାନେ ଗଣ୍ଡଗୋଳ କରୁଛନ୍ତି ବିଗତ ଦିନରେ କରିଥିଲେ ଯୋଉମାନେ ସେ ଶାସକ ଦଳ ରୁହନ୍ତୁ ସେ ବିରୋଧୀ ଦଳ ରୁହନ୍ତୁ ସମସ୍ତେ ଦେଖିଥିବେ ଆଇନ ଅନୁଯାୟୀ ଦଣ୍ଡିତ ହେଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳିଆ ବର୍ବର ଯାହା କେସ୍ ହେଇଛି ଯୋଉମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ଯୋଉ ବି କେସ୍ ହେଇଛି ଏଥିରେ ନିଶ୍ଚୟ ଆଇନରେ ସେମାନେ ଦଣ୍ଡିତ ହେବେ। ଯେତେବେଳେ ଦେଖୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃତ୍ୱ ମାନେ ଧର୍ମଶାଳାରେ ତାଙ୍କର ନା ଲୋକପ୍ରିୟତା ଆଗରୁ ଥିଲା ନା ଲୋକପ୍ରିୟତା ବି ଅଛି। ଧର୍ମଶାଳାର ଲୋକ ସେଇ ଯୋଗୁଁ ସରକାର ପରିବର୍ତ୍ତନ କରିଦେଇଥିଲେ ଏବଂ ତାପରେ ଯେତେବେଳେ ଦେଖିଲେ ଧୀରେ ଧୀରେ ସମସ୍ତେ ଆସି ଆମର ଯେତେବେଳେ ଲୋକାଭିମୁଖ କାର୍ଯ୍ୟ ହେଉଛି ଯେତେବେଳେ ଲୋକଙ୍କ ପାଇଁ 24 ଘଣ୍ଟା ଅହରହ ମୁଁ ଏବଂ ମୋର କର୍ମକର୍ତ୍ତା ମାନେ କାମ କରୁଛୁ ସେତେବେଳେ ସେ ହିଂସ୍ର ହେଇଯାଇଛନ୍ତି। ହିଂସ୍ର ହୋଇ ବାରମ୍ବାର ସୋସିଆଲ ମିଡିଆରେ ମିଛ ସତ ବହୁତ କଥା ଲେଖି ଲୋକଙ୍କୁ ଉତ୍କ୍ଷିପ୍ତ କରୁଛନ୍ତି ଲୋକଙ୍କୁ ଝଗଡ଼ା କରିବା ପାଇଁ ଆକ୍ଷେପ ଡାକୁଛନ୍ତି। ତେଣୁ ମୁଁ ସେ ଏଇ ହିଂସ୍ର ପ୍ରକୃତିର କାର୍ଯ୍ୟ କରି ବାରମ୍ବାର ଗଣ୍ଡଗୋଳ କରି ତାପରେ ସାଙ୍ଗେ ସାଙ୍ଗେ ବିଧାୟକଙ୍କ ଦ୍ୱାରା ଏହା ହେଲା ବିଧାୟକ ଏହା କରାଇଥିଲେ। ବାସ୍ତବରେ ମୁଁ ତ କହିବି ଦସ୍ତାବିଜ ରଖି କାଗଜପତ୍ର ରଖି ପ୍ରମାଣ ପତ୍ର ସହିତ ଯେତେବେଳେ କିଏ ମିଡିଆ ହଉ ଯୋଉ ଜାଗାରେ କହିପାରିବେ ସେ ଠୋସ୍ ସବୁ ସହିତ କହିପାରିବେ ଜିନିଷ ରହିଲା କି ଏଇଟା କିଏ କରାଇଥିଲା। ମୁଁ ତ ସିଧା ସିଧା କହୁଛି ଯିଏ ଦୋଷ କରୁଛି ଦୋଷୀ ଦଣ୍ଡ ପାଇବା ନିହାତି ଦରକାର। ସେ ମୋ ପାଖକୁ ବି ଆସିପାରନ୍ତି ମୁଁ ବି କହିପାରେ ଏବଂ ଯାହା ପାଖକୁ ଯିବେ ସେ ଜିନିଷ କହିପାରେ। ମୁଁ ଆପଣ ଦେଖିଥିବେ ସରକାର ପରିବର୍ତ୍ତନ ପରଠୁ ଯୋଉ ମାନେ ଯେତେ ସ୍କାମ ହେଇଛି ଯୋଉ ମାନେ ସେ ପୋଲିସ ଏସ୍ଆଇ ସ୍କାମ ହଉ ଯୋଉ ସ୍କାମ ହେଇଛି ପ୍ରାୟ ସବୁ ଦୋଷୀ ଯୋଉଠି ନା ଯୋଉଠି ଅଛନ୍ତି ସମସ୍ତେ ବନ୍ଧା ହେଇଛନ୍ତି ଏବଂ ଜେଲ ବି ଯାଇଛନ୍ତି। ଧର୍ମଶାଳାର ବିଧାୟକ ହିସାବରେ ଧର୍ମଶାଳାର ସମସ୍ତ ଜନସାଧାରଣ ମୋର ମୁଁ ତାଙ୍କର ଏଥିରେ କିଏ କାହାର କାହା ସମର୍ଥକ ସେମିତି କିଛି ନଥାଏ। ଦଳ ନିର୍ବିଶେଷରେ ମୁଁ ଯେତେବେଳେ ନିର୍ବାଚିତ ହେଲି ମୋ ସହିତ ଶତାଧିକ ହଜାର ହଜାର ବିଜୁ ଜନତା ଦଳର ଅନ୍ୟାନ୍ୟ ଦଳର ଲୋକ ଆସିକି ସାମିଲ ବି ହେଇଛନ୍ତି ଏବଂ ସେମାନେ କାର୍ଯ୍ୟ ବି କରୁଛନ୍ତି। ତାହେଲେ ଏଠି କାହାକୁ କହିବା କିଏ କାହା ଲୋକ ତାଙ୍କ ଲୋକ ଥିଲେ କଣ ଥିଲେ କେମିତି ଚିହ୍ନଟ କରିବା ଏଇଟା ଗୋଟେ ମୁଁ ବାରମ୍ବାର ଆପଣ କହିବି ଏଇଟା ଗୋଟେ ରାଜନୈତିକ ସ୍ତରରେ ଯେତେବେଳେ ତାଙ୍କର ହ୍ରାସ ପାଉଛି ସିଏ ସେତେବେଳେ ହିଂସ୍ର ହଉଛନ୍ତି ଏବଂ ସେ ହିଂସ୍ର ଆକ୍ରୋଶରେ ସେ ସବୁବେଳେ ଏଇ ଭୋଜି କରିବା ଏଇ ଜିନିଷ କରିବା ମଦ ମାଂସରେ ଭୋଜି କରିବା ଏମିତି ଜିନିଷ କରିକି ଲୋକଙ୍କୁ ଉସ୍କେଇବା ସୋସିଆଲ ମିଡିଆରେ ଯୋଉ ନେଗେଟିଭିଟି ଜିନିଷ ଲେଖିକି ଲୋକଙ୍କୁ ଝଗଡ଼ା କରିବା ଏଇ କରି ଜିନିଷ କରୁଛନ୍ତି। ମୁଁ ବାରମ୍ବାର କହୁଛି 147ଟି ନିର୍ବାଚନ ମଣ୍ଡଳୀରେ ଆଉ କାହାପରେ କୋଉ ପୂର୍ବତନ ବିଧାୟକ କାହାପରେ କିଛି ହଉନି କଣ ଧର୍ମଶାଳା ସବୁ ହେଇଯାଉଛି କଣ ପାଇଁ ଜିନିଷ ହଉଛି କଣ ପାଇଁ ତମେ ଏତେ ହିଂସ୍ର ସ୍ତରକୁ କାହିଁ ଯାଉଛ କାହିଁ ଏମିତି କରୁଛ ଆଉ ତ କୋଉଠି ହଉନି। ମୁଁ ତ ଯେତେବେଳେ ଦେଖିଥିବେ ବିଗତ ଦିନରେ ପଞ୍ଚାୟତ ସମିତି ବୈଠକ ଯେତେବେଳେ ଥିଲା ଧର୍ମଶାଳା ପୂର୍ବତନ ବିଧାୟକ ଭାଇ ପ୍ରଭାତ ବଳବନ୍ତରାୟ ଚେୟାରମ୍ୟାନ ଥିଲେ ପଞ୍ଚାୟତ ସମିତି ବୈଠକ ଡାକିଥିଲୁ ବସିଥିଲୁ ଆସ ଲୋକଙ୍କ କାମ କରିବା ମିଶିକି କରିବା ଆମେ ଏବେ ବି କହୁଛୁ ଆସ ଲୋକଙ୍କ କାମ କରିବା ମୋ ସହିତ ଆସ ମିଶିକି ଲୋକଙ୍କ କାମ କରିବା। ତମେ କେବେ ତ ବିଧାୟକ ହେଲା ପରେ ଆମକୁ ବି କହିପାରିଥାନ୍ତ କି ସେମିତି ଆସ କାମ କରିବା ଲୋକଙ୍କ ପାଇଁ କାମ କରିବା ଯଦି ଧର୍ମଶାଳା ମାଟି ମା ପାଇଁ ଯେତେ ଦରଦ ଅଛି ମୁଁ ତ ବାରମ୍ବାର ଆପଣ ମିଡିଆ ମାଧ୍ୟମରେ କହିଛି ଆସ ଲୋକଙ୍କ କାର୍ଯ୍ୟ କରିବା। ସେ ଆକ୍ରୋଶ ଭାବ ରଖି ଏ ଛଳନା କରି ଏ ଗଣ୍ଡଗୋଳ ନିଜ ଭିତରେ ସୃଷ୍ଟି କରି ଯାଇ ଏଇ ଟାଇପର ରାଜନୈତିକ ଧୂଆଁ ମସଲା ବାହାର କରିବା କୌଣସି ଯଥାର୍ଥ ନାହିଁ। ତାପରେ ଯଦି ଆପଣଙ୍କ ସହିତ ଯାହା ବି ହେଲା କଣ ହେଲା ଏଇଟା ତଦନ୍ତ ପରେ ପୁଲିସ କରିପାରିବ ଏବଂ ନିଶ୍ଚୟ ଦୋଷୀକି ବି ଆରେଷ୍ଟ କରିବ। ଆପଣ ଏଇଠି ଧର୍ମଶାଳା ଅଛି ଜେନାପୁର ଅଛି ଯାଜପୁର ଏସ୍ପି ଅଛି ଆପଣ ଏଇଠି ଏଫଆଇଆର ଦେଇପାରିଥାନ୍ତେ। ଆପଣ ବିନା ଏଫଆଇଆରରେ ସେଠି ଯାଇକି ରାଜନୈତିକ ମସଲା କରି ଏବଂ ବିନା ପରମିଶନରେ ସେଠି ଡିଜି ଅଫିସ ଆଗରେ ଜବରଦସ୍ତି ଗୁଣ୍ଡାଗର୍ଦ୍ଦି ଭଳିଆ ସେଠି ଡାକି ବସି ଏ ପ୍ରହସନ କରିବା ଏଟା ସିଧା ସିଧା ଜଣା ପଡୁଛନ୍ତି ରାଜନୈତିକ ଯେତେବେଳେ ସ୍ତରରେ ତାଙ୍କର ହ୍ରାସ ପାଇଯାଇଛି ଲୋପ ପାଇଯାଇଛି ନିଜକୁ ସୋସିଆଲ ମିଡିଆରେ ହାଇଲାଇଟ କରିବା ଏବଂ ଏଇ ଲୋକମାନଙ୍କୁ ବଳିଦାନ କରିକି ନିଜର ପ୍ରହସନ କରିବା ଏଇଟା ଗୋଟେ ନାଟକ ଏଇଟା ଗୋଟେ ଢଙ୍ଗି ଚାଲିଛି।
आपण मानकर न्यूज चैनल माध्यम जहाँ जहाँ चोरी होता जे चोरी करुले बड़ धरण रैकेट दुई दुई थर तीन तीन थर धरा होती समस्त जेल जाइछन्ति एवं पुलिस प्रशासन ठीक भाव में काम करुच्ची आपको मु बारंबार आप न्यूज चैनल माध्यम कहूँ आउ कहार कौन आईन विपर्य होनी कौटी गंडगोल तो होनी आउ कौन लोकर होनी अन्य नेता आउरी विरोधी दल चिंता होनी मुझे से प्रश्न आपण मानू मीडिया माध्यम पचारुची से कहीं थर गंडगोल हो कहीं सी चिन्हट कर किए कौ छुआ जिते राजनीति परिप्रेक्षी में आम समस्त आसी था बसी था ये किए क्या छुआ बोली चिन्हट करना था ये व्यक्ति विशेष किए क्या नुहति आम राजनीति कर नेतृत्व नौ इलेक्टेड बॉडी होती लोक सहित मिसी कम कर आपण मानकर न्यूज चैनल माध्यम बारंबार देखुवे आम धर्मशाला 24 घंटा गोटे निष्पेषित दलित अवहेलित कार्य से जेकोसी माध्यम देखुए कार्य कार्यरत सबल अच्छु धर्मशाला केमी डेभलपमेंट कार्य अच्छु तो मुझे कथा आपण मान न्यूज चैनल मध्य बारंबार पुनर्बार पचारुची तो गंडगोल कौन हो थाना एफआईआर कहीं हो गंडगोलटा कर सागे सागे विधायक मारिदे विधायक करदे प्रमाण अच्छी आसतु ना मुझे कही प्रमाण जदि अच्छी आसतु जदि मु कौट अच्छी जिनस गंडगोल रचित करी गंडगोल कर मोर किसी प्रमाण अच्छे आसतु मत जहाँ कभी आईन दंडित मुझे जहाँ जहाँ कहूँ स्पष्ट आप न्यूज चैनल से बजेबे विगत 15-17 वर्षर इतिहास रे आपण माने एठी समस्ते न्यूज चैनल माध्यम कार्य कर जो जगह बसी जगह मोर निज घर यहाँ आमर ऑफिस ये कार्यालय जिते विगत दिन में आज्ञा आम जो सोशल मीडिया कम करूँ मत मो सहित कम कर सहकर्मी जो लोक कम करूँ लोकाभिमुख कम करूँ अंशुमान मेमोरियल ट्रस्ट माध्यम कोविड बेलू एपर्यंत बारंबार टर्चर हो घरे पशि काच भांगिक आज्ञा बाड़े मो ना 17 केस अच्छी एवं भी जान देखिए मोर अन्य 300 कर्मकर्ता को आज्ञा बिना दोष जानी ना निरीह ड्राइवर निरीह लोक आज्ञा राति अधिया जेल उठे फपाड़ देते आज्ञा एफआईआर देचु एवं किसी कार्यकारी नहीं से दस्तावेज जब कहे सब आपको देदेवी मुझे जिन इतिहास आप पचार कहूँ से आईन कुआड़ पलि तेणु सारा धर्मशाला ओडिशा जानते विजु जनता दल कौ रूप से शासन करुला क्या इंगित आईन श्रृंखला चली केमी सी पुलिस माध्यम को पकेट पर चली जो स्वच्छ शासन चलुची निजर कर्तृत्व निज भितर डर रोचे पुलिस शुणे कारण से राजनीति चलता पुलिस से डर रोचे तेणु शुणा मन मन भाव मैंने पुलिस शुणबनी पुलिस बुझीबनी डरबनी जहाँ जहाँ आप देखु सब आक्यूज अरेस्ट होती एबे भी जेल अच्छा बेल से एमती विवत्स एमती घटना एमती गंडगोल नक शांति श्रृंखला आसतु आम सहित मिसी धर्मशाला केमती उन्नति हम से आम सहित रुहतु आम दल वर्ण निर्विशेष आम निश्चय हाथ बढ़े आम कम करने को प्रस्तुत अच्छु से कथा कहूँ जिते धर्मशाला बारंबार आप तो कहली मो अपील तो कहली तो कहूँ लोक अभिमुख कार्य आम सहित सामिल हूँ ये गंडगोल को छाड़ी दिखाँ से ये गंडगोल बंद करूँ ए हिंसाकांड बंद करूँ ए सोशल मीडिया रे नेगेटिव कार्य सब बंद करूँ आसतु लोकाभिमुख कार्य आपण मान मीडिया सामने बसतु गंडगोल करने तेणु आम गंडगोल केवल तो बारंबार कहूँ कौन सहित हो गंडगोल आगे सहित होनी कहीं सहित बारंबार गंडगोल हो आक्रोश मनोभाव अच्छी राग शासन कर हिसाब से शासन कर आम उपर से टर्चर हो हजार हजार साधारण जनता पर टर्चर हो सरकार बदल देते तेणु जो हिसाब से आक्रोश अच्छी से हिसाब से निजक निज भावुं से प्राक्टिस टाक से भूली पारना मुझे न्यूज चैनल माध्यम पुणी बारंबार अपील करी से आक्रोश मनोभाव प्राक्टिस को से बंद करूँ साधारण जनता सहित कम करने आसतु ग्रास रूट आसतु ग्राउंड को आसतु आम सहित आसतु आम निश्चय ब्लॉक तहसिल कलेक्टर ऑफिस सब खोला कम करे ब्लॉक कलेक्टर ऑफिस एवं एसपी ऑफिस थाना खोला नहीं जे आपण गंडगोल करुवे आपण कथा सब बसिक आपण के वकिलाती से सब करुवे व्यक्तिगत कथा कह मोर मु आईन नुहे तेणु पूर्वतन विधायक कौटी फार्म हाउस अच्छी कौटी भोजी हो शुणिली मुझे सोशल मीडिया देखिली विगत दिन से लोक मर्डर भी होते विगत 2 मास तले भर मृत्यु डेड बॉडी बाहर लोक मर्डर भी होते से थाना पाक तो जाइन से न्यूज बाजी समस्त आपण मैंने भूली जाते मुझे ज्ञात नुहे कहीं सी भोजी करुले कौटी फार्म हाउस अच्छी कहीं गंडगोल है सी कौन करते मुझे देखी सोशल मीडिया जड़े व्यक्ति ताकू टाणी फास्ट मारे तार मुंड फाटिला सी एफआईआर सी गला एफआईआर देला ता भीतर सी डाकी ये भीतर दस्तावेज
ତ ମିଶାମିଶି ତ ତାଙ୍କର ତେଲ ଗଣ୍ଡଗୋଳ ହେଇଛି ଆଇନ ତା ହିସାବରେ କାମ କରିବେ ଥାନା ଅଛି ଦେଖନ୍ତୁ ମୁଁ ବାରମ୍ବାର ଆପଣଙ୍କୁ ସ୍ପଷ୍ଟବାଦୀ କହିଲି ଧର୍ମଶାଳାର ସମସ୍ତ ଜନସାଧାରଣଙ୍କ ପାଇଁ ମୁଁ ସଦା ସର୍ବଦା ଛିଡା ହେଇଛି ମୁଁ ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ମୁଁ ଯୋଉମାନେ ମାଡ଼ ଖାଇଛନ୍ତି ସିଏ ମୋ ଲୋକ କର୍ମୀ କାହାର ମୁଁ ଜାଣିନି ଧର୍ମଶାଳାର ଲୋକ ମୁଁ ତାଙ୍କ ସମସ୍ତଙ୍କ ପାଇଁ ଦୁଃଖିତ ମୁଁ ସମସ୍ତଙ୍କ ପାଇଁ ମର୍ମାହତ ଏପରି ଜିନିଷ ଆଗକୁ ଏମିତି ନ ହଉ ତା ପାଇଁ ବି ମୁଁ ଏସ୍ପିଙ୍କ ସହିତ ଏସ୍ଡିପିଓଙ୍କ ସହିତ ଆଇଆଇସିଙ୍କ ସହିତ ପୋଲିସ ଅଧିକାରୀ ସମସ୍ତଙ୍କ ସହିତ ମୁଁ କାଲିଠୁ ଆଜି ପର୍ଯ୍ୟନ୍ତ 50 ଥର ଆଲୋଚନା କରିସାରିଲିଣି ଏବଂ ମୁଁ ସକାଳୁ ଆସିଛି ସେଇ ଯୋଗୁଁ ମୁଁ ଏସ୍ପି ଅଫିସ ଯାଇକି ଆଲୋଚନା କରିବା ପାଇଁ ଯୋଉମାନେ ଦୋଷୀ ଅଛନ୍ତି ତୁରନ୍ତ ଆରେଷ୍ଟ କରାଯାଉ ସମସ୍ତଙ୍କୁ କାହାକୁ ଗୋଟେ ବି ଛଡା ହବନି ତା ମାନେ ନୁହେଁ ଯେ ରାଜନୈତିକ ରୁଟି ସେକିବା ରାଜନୈତିକ ଉଷ୍ମତା ସେଥିରେ କାଢିବା ରାଜନୈତିକ ଯାତ୍ରା କରିବା ଏଇଟା ଠିକ ନୁହେଁ ମୁଁ ତ କହୁଛି ଆସନ୍ତୁ